ଆଜ୍ଞା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ଏଠାରେ ଦେଖନ୍ତୁ ଚାଷୀ ଭାଇ ମାନେ ତାଙ୍କର ଥରେ ନୁହଁ ଦିଥର ନୁହଁ ଚାରିଥର ଏମିତି ଚାଷ କରି ସବୁ ନଷ୍ଟ ହେଇଯାଇଛି। ଆସନ୍ତୁ ଏ ବିଷୟରେ ଆମେ ଚାଷୀ ଭାଇଙ୍କ କତରୁ ପଚାରି ବୁଝିବା ଏ ବିଷୟରେ କଣ କହୁଛନ୍ତି। ଆଜ୍ଞା ନମସ୍କାର ଆଜ୍ଞା ଇଏ ପରିଚୟ ଦିଅନ୍ତୁ। ଆରେ ମୁଁ ହଉଛି ଖଚୁଚରଣ ମଳିକ ଗୋବିନ୍ଦପୁର 16 ନମ୍ବର ୱାର୍ଡ। ଆଜ୍ଞା ଏହି ପ୍ରକାର 4 ଥର ବନ୍ୟା ହେବା ଭିତରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଇଛୁ। ବର୍ତ୍ତମାନ ଆମେ ଚାଷୀ 4 ଥର ଉଡ଼ା ପରା ବି କରିସାରିଲୁଣି, ସମ୍ପୂର୍ଣ୍ଣ ଧୋଇ ହେଇଗଲା। ବର୍ତ୍ତମାନ କଣ କେମିତି ଭାଗ ଚାଷୀ ଆମେ କରୁଛୁ। ଆମେ ଗୋଟେ ଲୋକ 8 ଏକର ଜମି ଚାଷ କରିଥିଲି ଜୁଆରିରେ। ବର୍ତ୍ତମାନ ଏହି ପ୍ରକାର ସବୁ କ୍ଷୟକ୍ଷତି ହେଇଯାଇଛି। ବର୍ତ୍ତମାନ ଆମେ ହାତ ସାହି ପଡ଼ିଛୁ, ପିଲା ଜଳ ପକାଉଛନ୍ତି, କିନ୍ତୁ ସରକାରର କୌଣସି ଗୋଟେ ଆମେ ସହାୟତା ପାଇପାରୁନାହିଁ। ତେଣୁକରି ଦୟା ପରାମର୍ଶ ହେଇକି ଆମକୁ ଟିକେ କଣ ସାହାଯ୍ୟ କଲେ ଆମେ ଚାଷୀ ମାନେ ଗରିବ ଚାଷୀ ମାନେ ଭାଗ ଚାଷୀ ଆମେ ଟିକେ ଋଣ ଫୁଣ କିଛି ସାହାଯ୍ୟ କଲେ ଆମେ ଟିକେ ଋଣରୁ ଉପକୃତ। ଆଜ୍ଞା ଦେଖନ୍ତୁ ଏ ବ୍ରାହ୍ମଣର ଚତୁର୍ଥ ଥର ବନ୍ୟା, ଏ ଚତୁର୍ଥ ଥର ବନ୍ୟାରେ ଚାଷୀ ଭାଇ ମାନଙ୍କର ଚତୁର୍ଥ ଥର ବି ନଷ୍ଟ ହେଇଯାଇଛି। ଥରେ ନୁହଁ ଦିଥର ନୁହଁ ଏମିତି 3 ଥର 4 ଥର ଏମିତି ନଷ୍ଟ ହେଇଗଲାଣି ଚାଷ। କିନ୍ତୁ ଏ ଚାଷ ଉପରେ ତାଙ୍କର ସବୁ କିଛି ନିର୍ଭର କରେ। ଘରର ପରିବାର କତରୁ ବନ୍ଧୁବାନ୍ଧବ କତରୁ ଏ ଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଏ ଚାଷ କାମ ନଷ୍ଟ ହେଇଯିବାରୁ ଚାଷୀ ଭାଇ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କଣ କରିବେ? ପ୍ରଶାସନ ଉପରେ ଟିକେ ଦାବି ରଖୁଛନ୍ତି। ଆସନ୍ତୁ ଏ ବିଷୟରେ ଆଉ ଜଣେ ଚାଷୀ ଭାଇଙ୍କ ଠାରୁ ପଚାରି ବୁଝିବା। ଆଜ୍ଞା ପରିଚୟ ଦିଅ। ନମସ୍କାର ଆଜ୍ଞା ଗଲା 4 ଥର ବନ୍ୟା ହେଲା ପରେ ପ୍ରଶାସନ କିଛି ଚାଷ ଦେଖନ୍ତୁ ଆମର ଚାଷୀ ଭାଇ ଜଣେ ବଡ ଦୁଃଖର ବିଷୟ କହିଲେ ଯେ ଏମିତିଆ ଥରେ ନୁହଁ 4 ଥର ଚାଷ ଧୋଇଗଲାଣି। ଆମର ଆଉ ଉପାୟ ନାହିଁ। ଘରେ ପରିବାର ଖାଇବେ କଣ, ପିଲା ପାଠ ପଢିବେ କଣ କେମିତି, ତାଙ୍କର ଏଇ ଚାଷ ଉପରେ ସବୁ ନିର୍ଭର କରନ୍ତି। ଆସନ୍ତୁ ଏ ବିଷୟରେ ଆଉ ଜଣେ ଭାଇଙ୍କ ଠାରୁ ପଚାରିକି କହିବା। ଆଜ୍ଞା ଟିକେ ପରିଚୟ ନମସ୍କାର। ଆଜ୍ଞା ଘର ଗୋବିନ୍ଦପୁର, ବଡ ଦୁଃଖରେ ଅଛୁ। ଘର ଦୁଆର ମୁହଁରେ ପାଣି ଅଛି। 3-4 ଥର ହେଲାଣି ପାଣି ହେଲାଣି। କୌଣସି ନେତା ଛତା ଜୋତା ତେଣୁକରି କଣ କେମିତି ଆମେ ଏଇଠି ରହିବୁ ଟିକେ ଭଲରେ। ଆମ ସରକାରଙ୍କୁ ଆମେ ଏଇ ପ୍ରାର୍ଥନା କରୁଛୁ ଟିକେ ଆମ ପାଇଁ ଟିକେ ଭଲ ଯୋଉ ଇଏ କଲେ ଆମେ ଚାଷ ଯାହା କରିଥିଲେ ସବୁ ନଷ୍ଟ ହେଇଯାଇଛି। 2 ଥର ରହିଲୁଣି ସାର୍। ଏ ଚାଷ କାମ ଉପରେ ସବୁ ନିର୍ଭର କରେ। ଆଜ୍ଞା ଆମେ ତ ଚାଷୀ ଆଉ କଣ ପ୍ରଶାସନ ଉପରେ ଦାବି ରଖୁଛନ୍ତି। ପ୍ରଶାସନ ଦାବି କଣ? ଆମର ତ ଏଇନା କାମ ଧନ୍ଦା କିଛି ନାହିଁ, ଧୋଇ ଝଗଟ ହେଇଗଲା। ଆମେ କଣ କେମିତି ରହିବୁ? ଏଗୁଡା ପ୍ରଶାସନ ଦାୟୀ ହଉ। କେମିତି ପିଲା ଛୁଆ ରହିବେ କେମିତି? ଆଉ ପ୍ରଶାସନ ଦାୟୀ ହଉ। ଦେଖନ୍ତୁ ଆଜ୍ଞା ଚାଷୀ ଭାଇ ଜଣକ କହୁଛନ୍ତି ଯେ 4 ଥର ବନ୍ୟା ପାଣିରେ ଚାଷ ଧୋଇ ହେଇଯିବା ଫଳରେ ତାଙ୍କର ପରିବାର ସେ ଚାଷ କାମ ଉପରେ ନିର୍ଭର କରନ୍ତି। କିନ୍ତୁ ପ୍ରଶାସନ ଉପରେ ଦାବି କରୁଛନ୍ତି ଯେ କିଛି ସହଯୋଗ ସାହାଯ୍ୟ ପାଇଲେ ପରିବାର ଟିକେ ଶାନ୍ତିରେ ରହିବେ ବୋଲି ଚିନ୍ତା କରୁଛନ୍ତି। ମୁଁ ଅଶୋକ କୁମାର ସାହୁ ପଟ୍ଟାମୁଣ୍ଡେଇ। ଆଜ୍ଞା ବ୍ରାହ୍ମଣର ଚତୁର୍ଥ ଥର ବନ୍ୟା ପାଣି ଯୋଉ ଚାଷୀ ଆମର ଚାଷୀ ଭାଇଙ୍କର ବହୁତ କ୍ଷୟକ୍ଷତି ହେଇଯାଇଛି। ମାନେ ବହୁତ କଷ୍ଟ କରି ଯୋଉ ବିହନ ଗୁଣ୍ଡା ପକେଇଥିଲେ ତାଙ୍କର ସବୁ 4 ଥର ରୁଆ ପରା ସବୁ ନଷ୍ଟ ହେଇଯାଇଛି। ପ୍ରତିଟି ପୁରା ଭାସିଆଣି ଆଉ ଗୋଟେ ସ୍କୁଲ ଘର ପୁରା ବିହନ ବୋଝେଇ ହେଇଛି, ସବୁ ନଷ୍ଟ ହେଇଯାଇଛି। ସରକାର କିଛି ସହାୟତା ନାହିଁ। କଣ ଦାବି ରଖୁଛନ୍ତି? ଆମେ ସରକାରଙ୍କୁ ସହାୟତା କରୁଛୁ, ରିଲିଫ କିଛି ବି ସାହାଯ୍ୟ ନାହିଁ, କିଛି ସାହାଯ୍ୟ ନାହିଁ। ପ୍ରଶାସନ ବି ଦେଖାନାହାନ୍ତି, କିଛି କେହି ଦେଖା ନାହାନ୍ତି। ଆସୁଛନ୍ତି ଫଟୋ ଉଠେଇ ପଳେଇ ଯାଉଛନ୍ତି, କିଛି ସାହାଯ୍ୟ ନାହିଁ। କହୁଛନ୍ତି ହେଇ ତ ମୁଁ ଆଜି ପହଞ୍ଚିବି, ମୁଁ ଆଜି ଆସି ପହଞ୍ଚିବି, କିଛି ସାହାଯ୍ୟ 4 ଥର ବି ନଷ୍ଟ 4 ଥର ଗୋରୁ ଦାନା ଆଜ୍ଞା ମୁଠା ବି ଆସିପାରୁନାହିଁ। ଗୋରୁ ଦାନା ବି ନାହିଁ ଆଜ୍ଞା। କଣ ଚଳିବୁ? ଆମ ପିଲା ଛୁଆ କେମିତି ବଚିବେ? ଗାଈ ଗୋରୁ କଣ କେମିତି ରହିବେ? ଏଇ କଥା ଆପଣଙ୍କ ପାଖରେ ଆମେ ଦାବି କରୁଛୁ। ଆପଣ କଣ କେମିତି କଣ ଆମକୁ ସହାୟତା କଲେ ଆମେ ମାନେ ଉପକୃତ ହବୁ। କଣ ଏବେ ଚାହୁଁଛନ୍ତି ପ୍ରଶାସନ ପାଖରେ ଦାବି କଣ ରଖିବେ? ଏଇ ଆମର କ୍ଷୟକ୍ଷତି ପାଇଁ କୌଣସି ଦାବି ସାହାଯ୍ୟ କଲେ ଆମେ ମାନେ ବଞ୍ଚିପାରିବୁ। କିନ୍ତୁ ଏଇ ଚାଷ କାମରେ ଚାଷୀ ଚାଷ କରିକି ଏଇ ଚାଷ କାମ ହିଁ ସବୁ ନିର୍ଭର କରେ। ଆଜ୍ଞା ଆମର ଆଉ କିଛି ତ ଅଲଗା ଉପାୟ କିଛି ନାହିଁ। ସେଥିପାଇଁ ପ୍ରଶାସନ ଉପରେ ଦାବି ରଖୁଛୁ। ସହଯୋଗର ହାତ ବଢେଇ କୌଣସି ସାହାଯ୍ୟ କଲେ ଆମେ ମାନେ ବଞ୍ଚିପାରିବୁ। ଦେଖନ୍ତୁ ଆଜ୍ଞା ଚାଷୀ ଭାଇ ଜଣେ କହିଲେ ଯେ ଥରେ ନୁହଁ ଦିଥର ନୁହଁ 4 ଥର ଏଇଭଳି ଚାଷ କାମ କରୁଛନ୍ତି। 4 ଥର ଯାକ
ବନ୍ୟା ପାଣି ତାଙ୍କୁ ଧୋଇ ହେଇଗଲାଣି କିନ୍ତୁ କଜବାଜ କରି ଯାହା ଚାଷ କରିଥିଲେ ସେ ସବୁ ନଷ୍ଟ ହେଇଯାଇଛି। ଏବେ ଘରେ ଖାଇବା ପାଇଁ ବି ଆଜ୍ଞା କିଛି ତ ନାହିଁ ଆଉ ଦିନକୁ 3 ବକ୍ତ ଖାଇବା ପାଇଁ ବି ହଉନାହିଁ। କିନ୍ତୁ ପ୍ରଶାସନ ଉପରେ ଦାବି ରଖୁଛନ୍ତି ଯେ ବନ୍ୟା ପାଣି ଟିକେ ସହଯୋଗ ହାତ ବଢ଼େଇଲେ ସହଯୋଗ ମିଳିଗଲେ ଚଳିଯାଏ। ଧନ୍ୟବାଦ। ଆଜ୍ଞା ମୁଁ ପବନୀ ପାତ୍ର ବନ୍ଦପଡ଼ା ପଞ୍ଚାୟତର ରାଜନିବାସୀ ଦେଖନ୍ତୁ ଏ ବର୍ଷ ଯୋଉ 4 ଥର ବନ୍ୟା ହେଲାଣି ଏପର୍ଯ୍ୟନ୍ତ କୌଣସି ପ୍ରଶାସନ ପାଖକୁ ଆସୁନାହିଁ। ତାପରେ ଆମକୁ ଗୋଟେ ରିଲିଫ ପ୍ରତି ବନ୍ୟା ମିଳେ ରିଲିଫ ପ୍ରଶ୍ନ କିଛି ନାହିଁ ଆଜ୍ଞା। ତେଣୁକରି ଲୋକମାନେ ବହୁତ ହତାଶ ହେଉଛନ୍ତି। ବହୁତ ଲୋକ ଚାଷୀ ଭାଇ ମାନେ ଯୋଉ ଚାଷ କରିଛନ୍ତି କୋଉଠି କର୍ଜ ବାଜ ଲୋନ୍ ଫାନି ଚାଷ ସେମାନେ କଣ କରିବେ ଜାଣିପାରୁନି ଆଜ୍ଞା। ସେମାନେ ପିଲା ଛୁଆ ସଂସାର ଉଠିଯିବେ ଆଜ୍ଞା। ଦେଖନ୍ତୁ ଏଇଭଳି ଯୋଉ ବନ୍ୟା ହୁଏ ପ୍ରଶାସନ ଆଜି ପର୍ଯ୍ୟନ୍ତ କୌଣସି ଆପଣ ଦେଖୁଛନ୍ତି ଏଭଳି ବନ୍ୟା ଲାଗି ରହିଛି ଏବେ ବଢି ଚାଲିଛି ପ୍ରଶାସନ ଏପଟ କୌଣସି ଆମ ପାଖ ଆସୁନାହାନ୍ତି ଆଜ୍ଞା। ଆମେ ବହୁତ ଦୁଃଖରେ ଛୁ ଆଜ୍ଞା। 4 ଥର ଚାଷ କରି ଏବେ ବି ଦେଖନ୍ତୁ ଆମ କିଛି ଲୋକ ବିହନ ପଡିଛି ଆଜ୍ଞା। କିଛି ଲୋକ ବିହନ କରି ଏପଟ ସେପଟେ ଧାର କଟିକି କିଥର ଟୁଆ ଛେଲେ ଆଜ୍ଞା ତମାନେ ଫସଲ ନଷ୍ଟ ହେଇଯାଉଛି ଆଜ୍ଞା। କୌଣସି ପ୍ରଶାସନ ଦେଖୁନି ଆଜ୍ଞା ବୁଝିଲେ ଆଜ୍ଞା। ଆମେ କଣ କରିବୁ ବହୁତ ଲୋକ ଲୋନ ନେଇଛନ୍ତି କିଏ ସୁସାଇଡ ଲୋନ କିଏ ସୁନା ପୁନା ବନ୍ଧକ ଦେଇକି ଆଣିକି ଚାଷ କରୁଛନ୍ତି ଆଜ୍ଞା। ଏବେ କଣ ଚାହୁଁଛନ୍ତି ପ୍ରଶାସନ? ଆମେ ଚାହୁଁଛୁ ପ୍ରଶାସନ ଆମେ ଯୋଉ ଲୋନ ଅଛି ତାଙ୍କୁ ଛାଡ କରାଯାଉ ଆଉ ଯୋଉ ଗରିବ ଭାଇ ଚାଷ କରୁଛନ୍ତି ତାଙ୍କୁ ସହଯୋଗ କରାଯାଉ ଆଜ୍ଞା। ଜୟ ଜଗନ୍ନାଥ। ସାହାଯ୍ୟ କରାଯାଉ। ମଉସା ଜଣେ କହୁଛନ୍ତି ତାଙ୍କର ବଡ ଦୁଃଖର ବିଷୟ ଯେ ତାଙ୍କର ଯୋଉ ଲୋନ ଫୋନ କରି ଚାଷ କାମ କରିଥିଲେ ତାଙ୍କର ଏ ବନ୍ୟା ପାଣି ସବୁ ଧୋଇ ଯାଇଛି। ଲୋନ ବାଲା ବି ଆସି ଦୁଆର ବସିଲେ ପଇସା ପାଇଁ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ଘରେ ବି ଖାଇବା ପାଇଁ ନାହିଁ ଦିନକୁ 3 ବକ୍ତ। କିନ୍ତୁ ଏ ସବୁ କଥା ଚିନ୍ତା କରି ଚାଷୀ ଭାଇ ମାନେ ବଡ ଦୁଃଖରେ ଅଛନ୍ତି। କିନ୍ତୁ ପ୍ରଶାସନ ପାଖରେ ଦାବି କରୁଛନ୍ତି କିଛି ସହଯୋଗ। ଅଶୋକ କୁମାର ସାହୁ ଦୁର୍ବାନୀ 24 ଓଡ଼ିଆ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।